ସାମ୍ବାଦିକ ସମ୍ବାଦ ସବୁଦିନ ସବୁବେଳେ ଆପଣଙ୍କ ପାଖରେ ସକାଳର ତାଜା ସୂର୍ଯ୍ୟୋଦୟ ପରି ସତେଜ ଓ ପୁରା ନୂଆ। ସବୁଦିନ କଣ ସବୁ ଘଟୁଛି ଆମ ଆଖପାଖରେ ସେ ଖବର ରଖିବାକୁ ଆଉ ପରସି ଦେବାକୁ ସକାଳର ଖବର ସହ ମୁଁ ଜ୍ୟୋତିରେଖା। ସାମ୍ବାଦିକ ଗଣର ପ୍ରତିନିଧି ଓ ବିଚାରର ଦ୍ୟୋତକ ଭାବରେ ତାର ଦାୟିତ୍ୱ ନିର୍ବାହ କରି ଆସିଛି। ସଂସ୍କୃତିର ସଂରକ୍ଷଣ ଓ ସମ୍ବର୍ଦ୍ଧନା କ୍ଷେତ୍ରରେ ତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ସବୁ ଦାୟିତ୍ୱ କେବଳ ସାମ୍ବାଦିକ ଉପରେ ଲଦିଦେଲେ ହେବ ନାହିଁ। ସଂସ୍କୃତିର ପାଇଁ ଲୋକେ ମଧ୍ୟ ଅପୂର୍ବ ଉତ୍ସାହ ସହ ଆଗେଇ ଆସିବା ଦରକାର ବୋଲି ମତ ପ୍ରକାଶ ପାଇଛି। ବଲାଙ୍ଗୀର ମହିଳା ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଦ୍ୱାରା ଆୟୋଜିତ ଏକ ଆଲୋଚନା ଚକ୍ରରେ ବଲାଙ୍ଗୀର ଅଗ୍ରଣୀ ଅନୁଷ୍ଠାନ ବିଚାର ଓ ଭୂମିକା ସହଯୋଗରେ ଅନୁଷ୍ଠିତ ସାମ୍ବାଦିକର ସାଂସ୍କୃତିକ ଦାୟିତ୍ୱ ସମ୍ପର୍କରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିବା ବେଳେ ବିଚାରର ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି ମଞ୍ଚାସୀନ ହୋଇଥିଲେ। ଆଲୋଚକ ଭାବରେ ଅଧ୍ୟାପକ ସନ୍ଦୀପ କୁମାର କୌର, ସାମ୍ବାଦିକ ମନୋରଞ୍ଜନ ଯୋଶୀ, ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର ଓ ସାମ୍ବାଦିକ ଶିବଶଙ୍କର ନନ୍ଦ ଯୋଗଦେଇ ବିଷୟ ସମ୍ପର୍କିତ ମତ ଉପସ୍ଥାପନ କରିଥିଲେ। ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ସନାତନ ବାରିକ ବିଷୟ ସମ୍ପର୍କିତ ମତ ଉପସ୍ଥାପନ କରିଥିଲେ। ପ୍ରଶ୍ନ ଓ ଉତ୍ତର ପର୍ଯ୍ୟାୟରେ ଆଲୋଚକମାନେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରୀମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ ଶାଖା ତରଫରୁ ରାଜେନ୍ଦ୍ର କଲେଜ ଛକ ପାଖସ୍ଥିତ କଲ୍ୟାଣ ମଣ୍ଡପଠାରେ ଆନ୍ତଃ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଅଭିଯାନ ଆନୁକୂଲ୍ୟରେ 2 ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ ହୋଇଯାଇଛି। ଦିବା 11 ଘଣ୍ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ରହିଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ବରିଷ୍ଠ ସୂଚନା ଅଧିକାର କର୍ମୀ ତଥା ଗୋଲମୁଣ୍ଡା ବ୍ଲକ ଚେୟାରମ୍ୟାନ ବିନ୍ଦୁ ମହାନନ୍ଦ, ବରିଷ୍ଠ ସୂଚନା ଅଧିକାର କର୍ମୀ ତଥା ହାଇକୋର୍ଟ ଓକିଲ ମନୋରଞ୍ଜନ ଜେନା, ମୁଖ୍ୟ ବକ୍ତା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ମନୋଜ ନାଗ ପରିଚାଳନା କରିଥିଲେ। ବରିଷ୍ଠ ସୂଚନା ଅଧିକାର କର୍ମ ନୀଳମଣି ଯୋଶୀ, ଅନ୍ୟ ସୂଚନା କର୍ମୀ ଶଙ୍କର ପାଣିଗ୍ରାହୀ, ଶିବପ୍ରସାଦ ସାହୁ, ପ୍ରମୋଦ କୁମାର ବେହେରା, ବିରଞ୍ଚି ବହିଦାର, ଜୟବିହାରୀ ବିଶ୍ୱାଳ, ସତ୍ୟ ବଂଛୋର, କାଳେନ୍ଦ୍ରୀ ମାଝୀ, ପୁ ବାରିକ, ଗୋପବନ୍ଧୁ ଛତ୍ରିଆ, ସୁରଜ ମେଶ୍ୱା, ନରେଶ ବାଗ, ଆନନ୍ଦ ପ୍ରଧାନ ଇତ୍ୟାଦି ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ରାଜନୀତି ବିଜ୍ଞାନ ଛାତ୍ରଛାତ୍ରୀ ଅନେକ ସଂଖ୍ୟକ ଯୋଗଦେଇ ସଭାକୁ ଆହୁରି ଗୌରବାନ୍ୱିତ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ସୂଚନା ଅଭିଯାନ ତରଫରୁ ଆଇନର କାର୍ଯ୍ୟକାରିତା ଉପରେ ବିଭିନ୍ନ ଧାରା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଆସନ୍ତା 23 ତାରିଖରେ ଏହି ଶିବିର ପୁଣି ଚାଲୁ ରହିବ। ଆଇନର ବିଭିନ୍ନ ଧାରାଗୁଡ଼ିକର କାର୍ଯ୍ୟକାରିତା ଉପରେ ତର୍ଜମା କରାଯିବ। କେମିତି ଲାଗୁଛି ଆମ ସକାଳର ଖବର? ମତାମତ ନିଶ୍ଚୟ ଦିଅନ୍ତୁ। ଆପଣ ଯଦି ପ୍ରଥମ କରି ଆମ ୟୁଟ୍ୟୁବ ଚ୍ୟାନେଲ ଦେଖୁଛନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ସେଥିପାଇଁ ଲାଲ ରଙ୍ଗରେ ଲେଖାଥିବା ସବସ୍କ୍ରାଇବକୁ କ୍ଲିକ୍ କରନ୍ତୁ ଓ ନୋଟିଫିକେସନ ପାଇବାକୁ ବେଲ୍ ଆଇକନକୁ କ୍ଲିକ୍ କରି ଅଲକୁ କ୍ଲିକ୍ କରନ୍ତୁ। ଏଥର ଆମ ସକାଳର ଖବର ପହଞ୍ଚିଯିବ ଆପଣଙ୍କ ନୋଟିଫିକେସନ ବକ୍ସରେ। Thank you.